ଓମ୍ ଶାନ୍ତି। 16 ଜୁନ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ସର୍ବଦା ଏହି ଖୁସିରେ ରୁହ ଯେ ଆମକୁ କୌଣସି ଦେହଧାରୀ ପଢ଼ାଉ ନାହାନ୍ତି। ଅଶରୀରୀ ବାବା ଶରୀରରେ ପ୍ରବେଶ କରି ବିଶେଷ ଭାବରେ ଆମକୁ ପାଠ ପଢ଼ାଇବା ପାଇଁ ଆସିଛନ୍ତି। ସର୍ବଦା ଏହି ଖୁସିରେ ରୁହ ଯେ ଆମକୁ କୌଣସି ଦେହଧାରୀ ପଢ଼ାଉ ନାହାନ୍ତି। ଅଶରୀରୀ ବାବା ଶରୀରରେ ପ୍ରବେଶ କରି ବିଶେଷ ଭାବରେ ଆମକୁ ପାଠ ପଢ଼ାଇବା ପାଇଁ ଆସିଛନ୍ତି। ପ୍ରଶ୍ନ, ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର କାହିଁକି ମିଳିଛି? ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର କାହିଁକି ମିଳିଛି? ଉତ୍ତର, ଆମ୍ଭମାନଙ୍କୁ ନିଜର ଘର ଶାନ୍ତିଧାମ ଏବଂ ସୁଖଧାମକୁ ଦେଖିବା ପାଇଁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସେଥିପାଇଁ ଏହି ଆଖିରେ ଯେଉଁ ପୁରୁଣା ଦୁନିଆ, ମିତ୍ର ସମ୍ବନ୍ଧୀ ଆଦି ଦେଖାଯାଉଛନ୍ତି, ସେମାନଙ୍କଠାରୁ ବୁଦ୍ଧିକୁ ଫେରାଇ ଆଣିବାକୁ ହେବ। ବାବା ଆତ୍ମାମାନଙ୍କୁ ପଙ୍କରୁ ବାହାର କରି ଫୁଲ ଭଳି କରିବା ପାଇଁ ଆସିଛନ୍ତି। ତେଣୁ ଏଭଳି ବାବାଙ୍କର ସମ୍ମାନ ମଧ୍ୟ ରଖିବାକୁ ହେବ। ଓମ୍ ଶାନ୍ତି। ଶିବ ଭଗବାନ ଉବାଚ। ଶିବ ଭଗବାନଙ୍କୁ ସଚ୍ଚା ବାବା ତ ନିଶ୍ଚିତ କୁହାଯିବ, କାହିଁକି ନା ସିଏ ରଚୟିତା ଅଟନ୍ତି ନା। ଏବେ ତୁମେମାନେ ସେହି ସନ୍ତାନ ଅଟ, ଯାହାଙ୍କୁ ଭଗବାନ ଭଗବତୀ କରିବା ପାଇଁ ପାଠ ପଢ଼ାଉଛନ୍ତି। ଏକଥା ତ ସମସ୍ତେ ଭଲ ଭାବରେ ଜାଣିଛନ୍ତି। ଏପରି କେହି ଷ୍ଟୁଡେଣ୍ଟ ନଥିବେ ଯିଏକି ନିଜର ଟିଚରଙ୍କୁ ନିଜ ପାଠପଢ଼ାକୁ ଏବଂ ତାହାର ଫଳାଫଳକୁ ଜାଣିନଥିବ। ଯାହାକୁ ସ୍ୱୟଂ ଭଗବାନ ପାଠ ପଢ଼ାଉଛନ୍ତି, ତେବେ ସେହି ପିଲାମାନଙ୍କୁ କେତେ ଖୁସି ହେବା ଦରକାର। ଏହି ଖୁସି ସ୍ଥାୟୀ କାହିଁକି ରହୁନାହିଁ? ତୁମେମାନେ ଜାଣିଛ ଯେ ଆମକୁ କୌଣସି ଦେହଧାରୀ ମନୁଷ୍ୟ ପାଠ ପଢ଼ାଉ ନାହାନ୍ତି। ଅଶରୀରୀ ବାବା ବିଶେଷ କରି ତୁମମାନଙ୍କୁ ପାଠ ପଢ଼ାଇବା ପାଇଁ ଏହି ଶରୀରରେ ପ୍ରବେଶ କରିଛନ୍ତି। ଏକଥା କାହାକୁ ଜଣା ନାହିଁ ଯେ ଭଗବାନ ଆସି ତୁମମାନଙ୍କୁ ପାଠ ପଢ଼ାଉଛନ୍ତି। ତୁମେ ଜାଣୁଛ ଯେ ଆମେ ଭଗବାନଙ୍କର ସନ୍ତାନ। ସିଏ ଆମକୁ ପାଠ ପଢ଼ାଉଛନ୍ତି। ସେ ଜ୍ଞାନର ସାଗର ଅଟନ୍ତି। ଏବେ ଶିବ ବାବାଙ୍କର ସମ୍ମୁଖରେ ତୁମେମାନେ ବସିଛ। ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ଏବେ ହିଁ ହୋଇଛି। ଏହି କଥାକୁ ଭୁଲିଯାଅ ନାହିଁ। ପରନ୍ତୁ ମାୟା ଏପରି ଯିଏକି ଭୁଲାଇ ଦେଉଛି। ନିଶା ବା ଖୁସି ରହିବା ଦରକାର ଯେ ଆମକୁ ଭଗବାନ ପାଠ ପଢ଼ାଉଛନ୍ତି। ତାଙ୍କୁ ନିରନ୍ତର ସ୍ମରଣ କରିବା ଦରକାର। ପରନ୍ତୁ ଏଠାରେ ତ ଏଭଳି ଅଛନ୍ତି ଯେଉଁମାନେ କି ବିଲକୁଲ ହିଁ ଭୁଲି ଯାଉଛନ୍ତି, କିଛି ବି ଜାଣିପାରୁନାହାନ୍ତି। ଭଗବାନ ନିଜେ କହୁଛନ୍ତି ଯେ ବହୁତ ପିଲା ଏକଥା ଭୁଲି ଯାଉଛନ୍ତି। ନଚେତ ସେହିଭଳି ଖୁସି ରହିବା ଦରକାର ନା। ଆମେ ଭଗବାନଙ୍କର ସନ୍ତାନ, ସେ ଆମକୁ ପାଠ ପଢ଼ାଉଛନ୍ତି। କିନ୍ତୁ ମାୟା ଏଭଳି ପ୍ରବଳ ଯିଏକି ବିଲକୁଲ ହିଁ ଭୁଲାଇ ଦେଉଛି। ଏହି ଆଖିରେ ଯେଉଁ ସବୁ ମିତ୍ର ସମ୍ବନ୍ଧୀ ପୁରୁଣା ଦୁନିଆ ଆଦି ଦେଖୁଛ, ତାଙ୍କ ଆଡ଼କୁ ବୁଦ୍ଧିଯୋଗ ଚାଲିଯାଉଛି। ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେମାନେ ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମରଣ କରୁଛ। ଏହା ହେଲା ଦୁଃଖଧାମ, ଛି ଛି ଦୁନିଆ। ତୁମେମାନେ ଜାଣିଛ ଯେ ଭାରତ ଦିନେ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି। ବାବା ଆସି ପୁଣି ସମସ୍ତଙ୍କୁ ଫୁଲ ସଦୃଶ କରୁଛନ୍ତି। ସେଠାରେ ତୁମକୁ 21 ଜନ୍ମ ପାଇଁ ସୁଖ ମିଳିଥାଏ। ସେଥିପାଇଁ ତୁମେମାନେ ଏବେ ପାଠ ପଢ଼ୁଛ। ପରନ୍ତୁ ଭଲ ଭାବରେ ନ ପଢ଼ିବା କାରଣରୁ ଏଠାରେ ଥିବା ଧନ ଦୌଲତ ଇତ୍ୟାଦିରେ ହିଁ ବୁଦ୍ଧି ଅଟକି ଯାଉଛି। ସେଥିରୁ ବୁଦ୍ଧି ହଟୁନାହିଁ। ବାବା କହୁଛନ୍ତି, ଶାନ୍ତିଧାମ ଏବଂ ସୁଖଧାମ ଆଡ଼କୁ ବୁଦ୍ଧିଯୋଗ ରଖ। ପରନ୍ତୁ ବୁଦ୍ଧି ଖରାପ ଦୁନିଆରେ ଏକଦମ ଯେପରି ଲାଖି ରହିଛି, ଛାଡ଼ୁନାହିଁ। ଯଦିଓ ଏଠାରେ ବସିଛନ୍ତି, କିନ୍ତୁ ପୁରୁଣା ଦୁନିଆରୁ ବୁଦ୍ଧି ହଟୁନାହିଁ। ଏବେ ବାବା ସମସ୍ତଙ୍କୁ ସୁନ୍ଦର ପବିତ୍ର କରିବା ପାଇଁ ଆସିଛନ୍ତି। ତୁମେମାନେ ମୁଖ୍ୟ କଥା ପବିତ୍ରତାର ଧାରଣା ପାଇଁ ହିଁ କହୁଛ ଯେ
ବାବା ଆମକୁ ପବିତ୍ର କରି ପବିତ୍ର ଦୁନିଆକୁ ନେଇଯାଉଛନ୍ତି। ତେବେ ଏଭଳି ପିତାଙ୍କୁ କେତେ ସମ୍ମାନ ଦେବା ଦରକାର। ଏଭଳି ବାବାଙ୍କ ଉପରେ ତ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବା ଦରକାର, ଯିଏକି ପରମଧାମରୁ ଆସି ଆମମାନଙ୍କୁ ପାଠ ପଢ଼ାଉଛନ୍ତି। ପିଲାମାନଙ୍କ ପାଇଁ କେତେ ମେହନତ କରୁଛନ୍ତି, ଏକଦମ ପଙ୍କରୁ ବାହାର କରୁଛନ୍ତି। ଏବେ ତୁମେମାନେ ଫୁଲ ସଦୃଶ ହେଉଛ। ଭଗବାନଙ୍କୁ ମନୁଷ୍ୟରୁ ଦେବତା କରିବାରେ ଅଧିକ ସମୟ ଲାଗିନଥାଏ। ଏବେ ଆମକୁ ବାବା ପାଠ ପଢ଼ାଉଛନ୍ତି। ଆମେ ଏଠାକୁ ମନୁଷ୍ୟରୁ ଦେବତା ହେବା ପାଇଁ ଆସିଛୁ। ଏ କଥା ଏବେ ତୁମେମାନେ ଜାଣିଲ। ପୂର୍ବରୁ ଏକଥା ଜାଣିନଥିଲ ଯେ ଆମେ ସ୍ୱର୍ଗବାସୀ ଥିଲୁ। ଏବେ ବାବା କହୁଛନ୍ତି, ତୁମେମାନେ ରାଜ୍ୟ କରିଥିଲ, ପୁଣି ରାବଣ ତୁମର ରାଜ୍ୟ ଛଡ଼େଇ ନେଲା। ତୁମେ ହିଁ ବହୁତ ସୁଖ ଦେଖିଛ, ପୁଣି 84 ଜନ୍ମ ନେଇ ନେଇ ସିଢ଼ିରୁ ତଳକୁ ଖସିଛ। ଏହା ହେଲା ଛି ଛି ଦୁନିଆ। ଏଠାରେ ମନୁଷ୍ୟ କେତେ ଦୁଃଖରେ ଅଛନ୍ତି, କେତେ ଭୋକ ଉପାସରେ ରହି ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏଠାରେ କିଛି ବି ସୁଖ ନାହିଁ। ଯଦିଓ କେହି କେହି ଧନବାନ ମଧ୍ୟ ଅଛନ୍ତି, କିନ୍ତୁ ତାହା ମଧ୍ୟ ଅଳ୍ପ କାଳର ସୁଖ, କାଗବିଷ୍ଟା ସମାନ ଅଟେ। ଏହାକୁ କୁହାଯାଇଛି ବିଷୟ ବୈତରଣୀ ନଦୀ। ସ୍ୱର୍ଗରେ ତ ଆମେ ବହୁତ ଖୁସି ହେବା। ଏବେ ତୁମେମାନେ ଶ୍ୟାମଳରୁ ଗୋରା ହେଉଛ। ତୁମେମାନେ ଜାଣୁଛ ଯେ ଆମେ ହିଁ ଦେବତା ଥିଲୁ, ପୁଣି ପୁନର୍ଜନ୍ମ ନେଇ ନେଇ ଏବେ ବେଶ୍ୟାଳୟରେ ଆସି ପହଞ୍ଚିଛୁ। ଏବେ ପୁଣି ମୁଁ ଆସି ତୁମମାନଙ୍କୁ ଶିବାଳୟକୁ ନେଇଯାଉଛି। ଶିବ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ତୁମକୁ ପାଠ ପଢ଼ାଉଛନ୍ତି। ତେଣୁ ଭଲ ଭାବରେ ପଢ଼ିବା ଦରକାର ନା। ପାଠ ପଢ଼ି ସୃଷ୍ଟି ଚକ୍ରକୁ ବୁଦ୍ଧିରେ ଧାରଣ କରି ଦୈବୀ ଗୁଣ ଧାରଣ କରିବା ଦରକାର। ତୁମେମାନେ ରୂପ ବସନ୍ତ ଅର୍ଥାତ୍ ଯୋଗୀ ଜ୍ଞାନୀ ଅଟ। ତେଣୁ ତୁମମାନଙ୍କ ମୁଖରୁ ସର୍ବଦା ଜ୍ଞାନର ରତ୍ନ ହିଁ ବାହାରିବା ଉଚିତ, ଖରାପ କଥା ନୁହେଁ। ବାବା ମଧ୍ୟ କହୁଛନ୍ତି, ମୁଁ ରୂପ ବସନ୍ତ ଅଟେ, ମୁଁ ପରମ ଆତ୍ମା ଜ୍ଞାନର ସାଗର ଅଟେ। ପାଠ ପଢ଼ା ହିଁ ରୋଜଗାରର ପନ୍ଥା ଅଟେ। ପାଠ ପଢ଼ି ଯେତେବେଳେ ବାରିଷ୍ଟର, ଡାକ୍ତର ଆଦି ହୋଇଥାନ୍ତି, ସେତେବେଳେ ଲକ୍ଷ ଲକ୍ଷ ରୋଜଗାର କରିଥାନ୍ତି। ଜଣେ ଜଣେ ଡାକ୍ତର ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କୁ ଖାଇବାକୁ ମଧ୍ୟ ଫୁର୍ସତ ନଥାଏ। ତୁମେମାନେ ମଧ୍ୟ ଏବେ ପଢ଼ୁଛ, କି ପଦ ପ୍ରାପ୍ତ କରୁଛ? ବିଶ୍ୱର ମାଲିକ। ତେଣୁ ଏହି ପାଠପଢ଼ାର ନିଶା ରହିବା ଦରକାର ନା। ତୁମମାନଙ୍କର କଥାବାର୍ତ୍ତା କେତେ ରାଜକୀୟ ହେବା ଦରକାର। ତୁମେମାନେ ନିଜର ସ୍ୱଭାବକୁ ରାଜକୀୟ କରୁଛ ନା। ରାଜାମାନଙ୍କର ଚାଲିଚଳନ ଦେଖ କିଭଳି ହୋଇଥାଏ। ବ୍ରହ୍ମା ବାବା ତ ଅନୁଭବୀ ନା। ରାଜାମାନଙ୍କୁ ଭେଟି ଦେଇଥାନ୍ତି। ସେମାନେ କେବେ ବି କୌଣସି ଜିନିଷ ହାତରେ ନିଅନ୍ତି ନାହିଁ। ଯଦି ନେବାର ଥିବ ତେବେ ଇସାରା କରିବେ, ସେକ୍ରେଟାରୀକୁ ଯାଇ ଦିଅ। ସେମାନଙ୍କ ଭିତରେ ବହୁତ ରାଜକୀୟତା ଥାଏ। ବୁଦ୍ଧିରେ ଏହି ଖିଆଲ ରହିଥାଏ ଯେ ଏହାଙ୍କଠାରୁ ନେଲେ ପୁଣି ପ୍ରତି ବଦଳରେ ତାଙ୍କୁ ମଧ୍ୟ ଦେବାକୁ ହେବ, ନହେଲେ ନେବେ ନାହିଁ। କେହି କେହି ରାଜା ପ୍ରଜାମାନଙ୍କଠାରୁ ବିଲକୁଲ କିଛି ନିଅନ୍ତି ନାହିଁ। କେହି ତ ବହୁତ ନେଇଥାନ୍ତି। ରାଜାମାନଙ୍କ ଭିତରେ ମଧ୍ୟ ଫରକ ରହିଛି। ଏବେ ତୁମେମାନେ ସତ୍ୟଯୁଗର ଡବଲ ମୁକୁଟଧାରୀ ରାଜା ହେବାକୁ ଯାଉଛ। ଡବଲ ମୁକୁଟଧାରୀ ହେବା ପାଇଁ ପବିତ୍ରତା ନିଶ୍ଚିତ ଦରକାର। ଏହି ବିକାରୀ ଦୁନିଆକୁ ଛାଡ଼ିବାକୁ ହେବ। ତୁମେମାନେ ବିକାରକୁ ତ୍ୟାଗ କରିଛ। କେହି ବିକାରୀ ଏଠାରେ ଆସି ବସିପାରିବେ ନାହିଁ। ଯଦି ନ ଜଣାଇ ଆସି ବସିଯାଆନ୍ତି, ତେବେ ସେମାନେ ନିଜର ହିଁ କ୍ଷତି କରିଥାନ୍ତି। କେହି କେହି ଚାଲାକି କରିଥାନ୍ତି। ଏଭଳି କରିଲେ କାହାକୁ କ'ଣ ଜଣାପଡ଼ିବ କି? ବାବା ଚାହେଁ ଦେଖନ୍ତୁ ବା ନ ଦେଖନ୍ତୁ, ସେମାନେ ନିଜେ ହିଁ ପାପ ଆତ୍ମା ହୋଇଯାଆନ୍ତି। ତୁମେ ମଧ୍ୟ ପାପ ଆତ୍ମା ଥିଲ। ଏବେ ପୁରୁଷାର୍ଥ କରି ପୁଣ୍ୟ ଆତ୍ମା ହେବାକୁ ପଡ଼ିବ। ତୁମମାନଙ୍କୁ କେତେ ଜ୍ଞାନ ମିଳିଛି। ଏହି ଜ୍ଞାନ ଦ୍ୱାରା ତୁମେ କୃଷ୍ଣପୁରୀର ମାଲିକ ହେଉଛ। ବାବା ତୁମମାନଙ୍କୁ ଦିବ୍ୟ ଗୁଣରେ କେତେ ସଜାଉଛନ୍ତି। ଉଚ୍ଚରୁ ଉଚ୍ଚ ଭଗବାନ ପାଠ ପଢ଼ାଉଛନ୍ତି। ତେଣୁ କେତେ ଖୁସିରେ ପଢ଼ିବା ଦରକାର। ଏପରି ପାଠ ତ କେହି ସୌଭାଗ୍ୟଶାଳୀ ହିଁ ପଢ଼ିଥାନ୍ତି। ପୁଣି ସାର୍ଟିଫିକେଟ୍ ମଧ୍ୟ ନେବାକୁ ହେବ।
ବାବା କହିବେ ତୁମେ ପଢ଼ୁଛ କେଉଁଠି? ବୁଦ୍ଧି ଏଣେ ତେଣେ ବୁଲୁଛି। ତେବେ କ'ଣ ହେବ? ଲୌକିକ ବାପା ମଧ୍ୟ କହିଥାନ୍ତି ଏମିତି ହେଲେ ତ ତୁ ଫେଲ୍ ହୋଇଯିବୁ। କେହି ତ ପାଠ ପଢ଼ି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। କେହି ତ ଦେଖ ଏଣେ ତେଣେ ଘୁରି ବୁଲିଥାନ୍ତି। ତୁମମାନଙ୍କୁ ମାତା ପିତା ଏବଂ ଅନନ୍ୟ ଭାଇ ଯେଉଁମାନେ ନିଜେ ଭଲ ଭାବରେ ପାଠ ପଢ଼ିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇଥାନ୍ତି, ଏହି ଧନ୍ଦା କରିଥାନ୍ତି, ସେହିମାନଙ୍କୁ ହିଁ ଅନୁକରଣ କରିବାକୁ ହେବ। ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଇଥାନ୍ତି ନା, ଆଗକୁ ଗଲେ ଯେତେ ଦୁଃଖ ବଢ଼ି ଚାଲିବ ସେତେ ମନୁଷ୍ୟମାନଙ୍କୁ ବୈରାଗ୍ୟ ଆସିବ ଏବଂ ସେମାନେ ଏହି ପାଠପଢ଼ାରେ ଲାଗିଯିବେ। ଦୁଃଖ ସମୟରେ ଭଗବାନଙ୍କୁ ବହୁତ ମନେ ପକାଇବେ। ଦୁଃଖରେ ମରିବା ସମୟରେ ହେ ରାମ ହାୟ ଭଗବାନ କହିଥାନ୍ତି ନା। ତୁମମାନଙ୍କୁ ତ ସେଭଳି କିଛି କରିବାର ନାହିଁ। ତୁମେମାନେ ତ ଖୁସିରେ ନିଜକୁ ପ୍ରସ୍ତୁତ କରୁଛ। କେତେବେଳେ ଏହି ପୁରୁଣା ଶରୀରକୁ ଛାଡ଼ିବୁ ଆଉ ଆମେ ନିଜ ଘରକୁ ଯିବୁ। ପୁଣି ସେଠାରେ ଶରୀର ମଧ୍ୟ ସୁନ୍ଦର ମିଳିବ। ପୁରୁଷାର୍ଥ କରି ଶିକ୍ଷାଦାତା ଶିକ୍ଷକଙ୍କ ଠାରୁ ମଧ୍ୟ ଆଗକୁ ଯିବା ଦରକାର। ଏପରି ମଧ୍ୟ ହେଉଛି ଶିକ୍ଷାଦାତା ଶିକ୍ଷକଙ୍କ ଠାରୁ ମଧ୍ୟ ଛାତ୍ରମାନଙ୍କର ଅବସ୍ଥା ବହୁତ ଭଲ ରହୁଛି। ବାବା ତ ସମସ୍ତଙ୍କୁ ଜାଣିଛନ୍ତି ନା। ତୁମେ ସନ୍ତାନମାନେ ମଧ୍ୟ ଜାଣିପାରୁଛ। ନିଜ ଭିତରକୁ ଦେଖିବା ଦରକାର। ଆମ ଭିତରେ କ'ଣ ତ୍ରୁଟି ରହିଛି? ମାୟାର ବିଘ୍ନକୁ ଅତିକ୍ରମ କରିବାକୁ ହେବ। ସେଥିରେ ବାନ୍ଧି ହେବା ଉଚିତ ନୁହେଁ। ଯେଉଁମାନେ କହୁଛନ୍ତି ମାୟା ତ ବହୁତ ଶକ୍ତିଶାଳୀ, ଆମେ କିପରି ଏହି ମାର୍ଗରେ ଚାଲିପାରିବୁ? ଯଦି ଏପରି ଭାବିବେ ତେବେ ମାୟା ଏକଦମ କଞ୍ଚା ଖାଇଦେବ, ଯେପରି ହାତୀକୁ କୁମ୍ଭୀର ଖାଇଲା। ଏସବୁ ବର୍ତ୍ତମାନର କଥା ନା। ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା ରୂପୀ କୁମ୍ଭୀର ଏକଦମ ଗିଳି ଦେଇଥାଏ। ନିଜକୁ ତାଠାରୁ ମୁକୁଳାଇ ପାରିନଥାନ୍ତି। ନିଜେ ମଧ୍ୟ ବୁଝିଯାଆନ୍ତି ଯେ ଆମେ ମାୟାର ଚାପୁଡ଼ାରୁ ମୁକ୍ତ ହେବା ପାଇଁ ଚାହୁଁଛୁ, ପରନ୍ତୁ ମାୟା ମୁକ୍ତ ହେବା ପାଇଁ ଦେଇନଥାଏ। ତେଣୁ କହିଥାନ୍ତି ବାବା ମାୟାକୁ କୁହନ୍ତୁ ଏପରି ନ ଧରୁ। ଆରେ ଏହା ତ ଯୁଦ୍ଧକ୍ଷେତ୍ର ନା। ଯୁଦ୍ଧକ୍ଷେତ୍ରରେ କ'ଣ ଏପରି କହିବେ ଯେ ଏହାକୁ କୁହ ମୋତେ ପଞ୍ଝା ନ ଲଗାଉ, ଅର୍ଥାତ୍ ଆକ୍ରମଣ ନ କରୁ? ଖେଳରେ ଏପରି କ'ଣ କହିବେ କି ଆମ ଆଡ଼କୁ ବଲ ଦିଅ ନାହିଁ? ସଙ୍ଗେ ସଙ୍ଗେ କହିଦେବେ ଯୁଦ୍ଧକ୍ଷେତ୍ରକୁ ଆସିଛ ତ ଲଢ଼ାଇ କର। ଏଠାରେ ମଧ୍ୟ ମାୟା ଖୁବ୍ ହଇରାଣ କରିଥାଏ। ତୁମେ ବହୁତ ଉଚ୍ଚ ପଦ ପାଇପାରିବ। ତୁମମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି, କ'ଣ କମ୍ କଥା କି? ଏବେ ପୁରୁଷାର୍ଥର କ୍ରମ ଅନୁସାରେ ତୁମମାନଙ୍କର ଚଢ଼ତି କଳା ହେଉଛି। ସମସ୍ତଙ୍କୁ ସଉକ ରହିବା ଦରକାର ଯେ ଆମେ ଆମର ଭବିଷ୍ୟତ ଜୀବନକୁ ହୀରା ସମାନ କରିବୁ। ସେଥିପାଇଁ ବିଘ୍ନକୁ ସମାପ୍ତ କରିଚାଲ। କେମିତି ବି ହେଉନା କାହିଁକି ବାବାଙ୍କ ଠାରୁ ବର୍ଷା ନିଶ୍ଚିତ ନେବାକୁ ହେବ, ନଚେତ ଆମେ କଳ୍ପ କଳ୍ପ ଫେଲ୍ ହୋଇଯିବା। ଯଦି କେହି ବି ସାହୁକାରର ସନ୍ତାନ ହୋଇଥିବେ, ତାଙ୍କ ଲୌକିକ ପିତା ତାଙ୍କୁ ଈଶ୍ୱରୀୟ ପାଠପଢ଼ା ବନ୍ଦ କରୁଥିବେ, ତେବେ ସେ କହିବେ ମୁଁ ଏହି ଲକ୍ଷ ଲକ୍ଷ ଟଙ୍କା କ'ଣ କରିବି? ମୋତେ ତ ବେହଦର ବାବାଙ୍କ ଠାରୁ ବିଶ୍ୱର ବାଦଶାହୀ ନେବାର ଅଛି। ଏହି ଲକ୍ଷ କୋଟି ତ ସବୁ ଭସ୍ମୀଭୂତ ହୋଇଯିବ। କାହାର ମାଟି ତଳେ ଦବିଯିବ, କାହାର ନିଆଁରେ ପୋଡ଼ିଯିବ। ସମଗ୍ର ସୃଷ୍ଟି ରୂପକ ପାଳଗଦାକୁ ନିଆଁ ଲାଗିବ। ଏହା ତ ରାବଣର ଲଙ୍କା ଅଟେ। ତୁମେ ସବୁ ସୀତା ଅଟ। ଏବେ ରାମ ଶିବ ବାବା ଆସିଛନ୍ତି। ସମଗ୍ର ଧରତ୍ରୀ ଏକ ଟାପୁ ଅଟେ। ବାସ୍ତବରେ ବର୍ତ୍ତମାନ ସମୟରେ ହିଁ ରାବଣ ରାଜ୍ୟ ଚାଲିଛି। ବାବା ଆସି ରାବଣ ରାଜ୍ୟକୁ ବିନାଶ କରି ତୁମକୁ ରାମ ରାଜ୍ୟର ମାଲିକ କରୁଛନ୍ତି। ତୁମର ତ ଆନ୍ତରିକ ଖୁସି ବହୁତ ରହିବା ଦରକାର। ଗାୟନ ମଧ୍ୟ ରହିଛି ଯେ ଅତୀନ୍ଦ୍ରିୟ ସୁଖ ପଚାରିବ ତ ପିଲାମାନଙ୍କୁ ପଚାର। ତୁମେ ପ୍ରଦର୍ଶନୀରେ ନିଜର ସୁଖ କଥା ଜଣାଇଥାଅ ନା। ଆମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛୁ। ଶ୍ରୀମତ ଆଧାରରେ ଭାରତର ସେବା କରୁଛୁ। ତୁମେମାନେ ଯେତେ ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ। ତୁମକୁ ମତ ଦେଲାବାଲା ତ ବହୁତ ବାହାରିବେ, କିନ୍ତୁ ତାହା ମଧ୍ୟ ପରଖିବାକୁ ହେବ ଏବଂ ନିଜକୁ ସମ୍ଭାଳିବାକୁ ହେବ।
କେଉଁଠି କେଉଁଠି ମାୟା ମଧ୍ୟ ଗୁପ୍ତ ରୂପରେ ପ୍ରବେଶ ହୋଇଯାଇଥାଏ। ତୁମେମାନେ ବିଶ୍ୱର ମାଲିକ ହେବାକୁ ଯାଉଛ, ତେଣୁ ଆନ୍ତରିକ ଖୁସି ବହୁତ ରହିବା ଦରକାର। ତୁମେ କହିଥାଅ ଯେ ବାବା, ଆମେ ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆସିଛୁ। ସତ୍ୟନାରାୟଣର କଥା ଶୁଣି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବୁ। ତୁମେ ସବୁ ହାତ ଉଠାଇଥାଅ ଯେ ବାବା, ଆମେ ଆପଣଙ୍କଠାରୁ ସମ୍ପୂର୍ଣ୍ଣ ବର୍ଷା ନିଶ୍ଚିତ ନେବୁ, ନଚେତ ଆମେ କଳ୍ପ କଳ୍ପ ହରାଇ ବସିବୁ। କୌଣସି ବି ବିଘ୍ନକୁ ଆମେ ସମାପ୍ତ କରି ଦେଇପାରିବା। ଏତିକି ବାହାଦୁରୀ ଦେଖାଇବା ଦରକାର। ତୁମେମାନେ ଏତିକି ବାହାଦୁରୀ ଦେଖାଇଛ ନା? ଯାହାଙ୍କଠାରୁ ବର୍ଷା ମିଳୁଛି ତାଙ୍କୁ କ'ଣ ଛାଡ଼ିଦେବ? କେହି ତ ରହିଗଲେ, କେହି ପୁଣି ଚାଲିଗଲେ। ଭଲ ଭଲ ଭାଇ ଭଉଣୀମାନଙ୍କୁ ମଧ୍ୟ ମାୟା ଖାଇଗଲା। ମାୟା ଅଜଗର ଖାଇ କରି ସମ୍ପୂର୍ଣ୍ଣ ଗିଳିଦେଲା। ଏବେ ବାବା ବୁଝାଉଛନ୍ତି, ହେ ଆତ୍ମାଗଣ, ବହୁତ ସ୍ନେହରେ ବୁଝାଉଛନ୍ତି। ମୁଁ ଏହି ପତିତ ଦୁନିଆରେ ଆସି ପାବନ ଦୁନିଆ ସ୍ଥାପନ କରୁଛି। ଏବେ ପତିତ ଦୁନିଆର ସମାପ୍ତି ସମ୍ମୁଖରେ ଉପସ୍ଥିତ। ମୁଁ ତୁମକୁ ରାଜାଙ୍କର ରାଜା କରୁଛି। ପତିତ ରାଜାମାନଙ୍କର ମଧ୍ୟ ରାଜା। ଏକ ମୁକୁଟଧାରୀ ରାଜାମାନେ ଡବଲ ମୁକୁଟଧାରୀ ରାଜାମାନଙ୍କୁ ମୁଣ୍ଡ କାହିଁକି ନୁଆଁଇଥାନ୍ତି? ଅଧାକଳ୍ପ ପରେ ଯେତେବେଳେ ସେହି ପବିତ୍ରତା ଚାଲିଯାଇଥାଏ, ସେତେବେଳେ ରାବଣ ରାଜ୍ୟରେ ସମସ୍ତେ ଭିକାରୀ ଏବଂ ପୂଜାରୀ ହୋଇଯାଇଥାନ୍ତି। ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି ଅବହେଳା କର ନାହିଁ। ଏକଥା କେବେ ହେଲେ ଭୁଲିଯାଅ ନାହିଁ। ଭଲ ଭାବରେ ପାଠ ପଢ଼। ଯଦି ପ୍ରତିଦିନ କ୍ଲାସରେ ଉପସ୍ଥିତ ରହିପାରୁନାହଁ, ତେବେ ମଧ୍ୟ ବାବା ସବୁ ପ୍ରକାରର ଯୋଜନା ବା ଉପାୟ ଦେଇପାରିବେ। 7 ଦିନର କୋର୍ସ କର, ଯାହାଦ୍ୱାରା ମୁରଲୀକୁ ସହଜରେ ବୁଝିପାରିବ। କେଉଁଠାକୁ ବି ଯାଅ, ଏହି 2ଟି ଶବ୍ଦ ମନେ ପକାଅ। ଏହା ହେଲା ମନ୍ତ୍ର। ନିଜକୁ ଆତ୍ମନିଶ୍ଚୟ କରି ବାବାଙ୍କୁ ମନେ ପକାଅ। କୌଣସି ବି ବିକର୍ମ କିମ୍ବା ପାପକର୍ମ ଦେହ ଅଭିମାନରେ ଆସିଲେ ହିଁ ହୋଇଥାଏ। ବିକର୍ମରୁ ରକ୍ଷା ପାଇବା ପାଇଁ ହେଲେ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଲଗାଇବା ଦରକାର। କୌଣସି ଦେହଧାରୀଙ୍କ ସହିତ ନୁହେଁ। କେବଳ ଜଣକ ସହିତ ବୁଦ୍ଧିଯୋଗ ଲଗାଅ। ଶେଷ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଅ। ତେବେ ଯାଇ କୌଣସି ବିକର୍ମ ହେବ ନାହିଁ। ଏହା ତ ସଢ଼ିଯାଇଥିବା ଶରୀର ଅଟେ, ଯାହାର ଅଭିମାନ ଛାଡ଼ିଦିଅ। ନାଟକ ସମାପ୍ତ ହେଉଛି। ବର୍ତ୍ତମାନ ଆମର 84 ଜନ୍ମ ପୂର୍ଣ୍ଣ ହୋଇଛି। ଏହା ପୁରୁଣା ଆତ୍ମା ଏବଂ ପୁରୁଣା ଶରୀର ଅଟେ। ଏବେ ତମ ପ୍ରଧାନରୁ ଶତପ୍ରଧାନ ହେବାକୁ ପଡ଼ିବ। ପୁଣି ଶରୀର ମଧ୍ୟ ଶତପ୍ରଧାନ ମିଳିଯିବ। ଆତ୍ମାକୁ ଶତପ୍ରଧାନ କିପରି କରିବାକୁ ହେବ, ଏହି ନିଶା ଲାଗି ରହୁ। ସେଥିପାଇଁ ବାବା କେବଳ ଗୋଟିଏ କଥା କହୁଛନ୍ତି, ମାମେକମ ୟାଦ କର, ଅର୍ଥାତ୍ ମୋତେ ମନେ ପକାଅ। ବାସ୍ ଏହି ଚିନ୍ତା କର। ତୁମେ ମଧ୍ୟ କହିଥାଅ ନା, ବାବା, ଆମେ ପାସ୍ ହୋଇ ଦେଖାଇବୁ। କ୍ଲାସରେ ମଧ୍ୟ ଜାଣିଥାନ୍ତି ଯେ ସମସ୍ତଙ୍କୁ ସ୍କଲାରସିପ୍ ବା ବୃତ୍ତି ତ ମିଳିବ ନାହିଁ। ପୁଣି ମଧ୍ୟ ପୁରୁଷାର୍ଥ ତ ବହୁତ କରିଥାନ୍ତି ନା? ତୁମେମାନେ ମଧ୍ୟ ଜାଣିଛ ଯେ ଆମକୁ ନରରୁ ନାରାୟଣ ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ। କମ ପୁରୁଷାର୍ଥ କାହିଁକି କରିବା? କୌଣସି ବି କଥାରେ ଚିନ୍ତା ନାହିଁ। ଯୋଦ୍ଧା କେବେ ଚିନ୍ତା କରି ନଥାଏ। କେହି କେହି କହିଥାନ୍ତି ଯେ ବାବା, ବହୁତ ବିଘ୍ନ ସ୍ୱପ୍ନ ଆଦି ଆସୁଛି। ଏସବୁ ତ ହେବ। ତୁମେମାନେ ଏକମାତ୍ର ବାବାଙ୍କୁ ସ୍ମରଣ କରିଚାଲ। ଏହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କର। କେବେ କେବେ ଏଭଳି ବି ସ୍ୱପ୍ନ ଆସିବ, ନା ମନରେ ନା ବୁଦ୍ଧିରେ ଥିବ। ଏଭଳି ମଧ୍ୟ ବିଘ୍ନ ଆସିବ। ଏସବୁ ହେଲା ମାୟା। ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ। ଆମେମାନେ ଅଧାକଳ୍ପ ପାଇଁ ଏହି ଶତ୍ରୁଠାରୁ ରାଜ୍ୟ ନେଉଛୁ। ଆମକୁ କୌଣସି ଚିନ୍ତା ନାହିଁ। ବାହାଦୁର କେବେ ହଁ ନାହିଁର ବାହାନା କରିନଥାନ୍ତି। ଯୁଦ୍ଧସ୍ଥଳକୁ ଖୁସିରେ ଯାଇଥାନ୍ତି। ତୁମେ ତ ଏଠାରେ ବହୁତ ଆରାମରେ ବାବାଙ୍କଠାରୁ ସମ୍ପତ୍ତି ନେଉଛ। ଏବେ ଏହି ଛି ଶରୀରକୁ ଛାଡ଼ିବାକୁ ହେବ। ଏବେ ଯାଉଛୁ ସୁଇଟ୍ ସାଇଲେନ୍ସ ଘରକୁ। ବାବା କହୁଛନ୍ତି, ମୁଁ ତୁମକୁ ନେଇଯିବା ପାଇଁ ଆସିଛି। ତୁମେମାନେ ମୋତେ ମନେ ପକାଅ, ତେବେ ପାବନ ହୋଇଯିବ। ଅପବିତ୍ର ଆତ୍ମା ଘରକୁ ଯାଇପାରିବ ନାହିଁ। ଏହା ହେଲା ନୂଆ କଥା। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି।
ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ବିକର୍ମରୁ ରକ୍ଷା ପାଇବା ପାଇଁ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାକୁ ହେବ। ଏହି ସଢ଼ି ଯାଇଥିବା ଶରୀରର ଅଭିମାନକୁ ତ୍ୟାଗ କରିବାକୁ ହେବ। 2 ନମ୍ବର, ଆମେ ଯୋଦ୍ଧା ଅଟୁ। ଏହି ସ୍ମୃତି ଦ୍ୱାରା ମାୟା ରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ତାକୁ ଖାତିର କରିବାର ନାହିଁ। ମାୟା ଗୁପ୍ତ ରୂପରେ ବହୁତ ପ୍ରବେଶ କରୁଛି। ସେଥିପାଇଁ ତାକୁ ପରଖିବା ସହିତ ଆୟତ୍ତ କରିବାକୁ ହେବ। ଆଜିର ବରଦାନ, ମନ ବଚନ ଏବଂ କର୍ମରେ ପବିତ୍ରତାରେ ସମ୍ପୂର୍ଣ୍ଣ ନମ୍ବର ପ୍ରାପ୍ତ କରୁଥିବା ନମ୍ବର 1 ଆଜ୍ଞାକାରୀ ହୁଅ। ମନ ବଚନ ଏବଂ କର୍ମରେ ପବିତ୍ରତାରେ ସମ୍ପୂର୍ଣ୍ଣ ନମ୍ବର ପ୍ରାପ୍ତ କରୁଥିବା ନମ୍ବର 1 ଆଜ୍ଞାକାରୀ ହୁଅ। ଡିଟେଲ୍ସ, ମାନସିକ ପବିତ୍ରତାର ଅର୍ଥ ହେଲା ସଂକଳ୍ପରେ ମଧ୍ୟ ଅପବିତ୍ରତାର ସଂସ୍କାର ପ୍ରକଟ ହେଉନଥିବ। ସର୍ବଦା ଆତ୍ମିକ ସ୍ୱରୂପ ଅର୍ଥାତ୍ ଭାଇ ଭାଇର ଶ୍ରେଷ୍ଠ ସ୍ମୃତି ରହୁଥିବ। ବାଣୀରେ ସର୍ବଦା ସତ୍ୟତା ଏବଂ ମଧୁରତା ରହିଥିବ। କର୍ମ କରିବା ସମୟରେ ସର୍ବଦା ନମ୍ରତା, ସନ୍ତୁଷ୍ଟତା ଏବଂ ହର୍ଷିତ ମୁଖତା ରହିଥିବ। ଏହିସବୁ ଆଧାର ଉପରେ ହିଁ ନମ୍ବର ପ୍ରାପ୍ତ ହୋଇଥାଏ ଏବଂ ଏହିଭଳି ସମ୍ପୂର୍ଣ୍ଣ ପବିତ୍ର ଆଜ୍ଞାକାରୀ ପିଲାମାନଙ୍କର ବାବା ମଧ୍ୟ ଗୁଣଗାନ କରିଥାନ୍ତି। ସେହିମାନେ ହିଁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ବାବାଙ୍କର କର୍ତ୍ତବ୍ୟକୁ ପ୍ରମାଣିତ କରୁଥିବା ସମୀପରତ୍ନ ଅଟନ୍ତି। ଆଜିର ସ୍ଲୋଗାନ, ସମ୍ବନ୍ଧ ସମ୍ପର୍କରେ ଏବଂ ସ୍ଥିତିରେ ହାଲୁକା ହୁଅ, କିନ୍ତୁ ଦିନଚର୍ଯ୍ୟାରେ ନୁହେଁ। ସମ୍ବନ୍ଧ ସମ୍ପର୍କରେ ଏବଂ ସ୍ଥିତିରେ ହାଲୁକା ହୁଅ, କିନ୍ତୁ ଦିନଚର୍ଯ୍ୟାରେ ନୁହେଁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ଆତ୍ମାମାନେ କିପରି ବି ପରିସ୍ଥିତି ହୋଇଥିଲେ ମଧ୍ୟ, ଚାହେ ଭଲ ହେଉ ବା ହଲଚଲ କରିବାର ପରିସ୍ଥିତି ହେଉ, କିନ୍ତୁ ସେମାନେ ସବୁ ସମୟରେ ସବୁ ପ୍ରକାରର ବାତାବରଣ ଭିତରେ ନିଜକୁ ଆଡ଼ଜଷ୍ଟ କରିନିଅନ୍ତି। ଏକୁଟିଆ ହୋଇଥାଅ କି ସଂଗଠନ ଭିତରେ ରହିଥାଅ, ଉଭୟ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ହିଁ ବ୍ରାହ୍ମଣ ଜୀବନ ଅଟେ। ଓମ୍ ଶାନ୍ତି।